ପରିବାରର ଜ୍ୟେଷ୍ଠ ସନ୍ତାନକୁ ସମ୍ମାନ ଜଣାଇବା ପାଇଁ ଓଡ଼ିଆରେ ପାଳନ କରାଯାଉଥିବା ଏକ ପାରମ୍ପରିକ ଓଡ଼ିଆ ପର୍ବ। ଏହା ସାଧାରଣତଃ ଓଡ଼ିଆ କ୍ୟାଲେଣ୍ଡରରେ ମାର୍ଗଶିର ମାସ ଅଷ୍ଟମୀ ତିଥିରେ ପଡ଼ିଥାଏ, ଯାହା ସାଧାରଣତଃ ନଭେମ୍ବର କିମ୍ବା ଡିସେମ୍ବର ସହିତ ଅନୁରୂପ ଅଟେ। ଏହି ପର୍ବର ଆଧ୍ୟାତ୍ମିକ, ସାଂସ୍କୃତିକ ଏବଂ ପାରିବାରିକ ମହତ୍ତ୍ୱ ରହିଛି। ପ୍ରଥମାଷ୍ଟମୀ ସହିତ ଜଡ଼ିତ କିଛି ଶୁଭ କାର୍ଯ୍ୟକଳାପ ଏବଂ ରୀତିନୀତି ଅନୁସାରେ ପରିବାରର ଜ୍ୟେଷ୍ଠ ସନ୍ତାନକୁ ବିଶେଷ ଧ୍ୟାନ ଦିଆଯାଏ। ସେମାନେ ନିଜକୁ ଶୁଦ୍ଧ କରିବା ପାଇଁ ସକାଳେ ଏକ ରୀତିନୀତିରେ ସ୍ନାନ କରନ୍ତି। ଜ୍ୟେଷ୍ଠ ସନ୍ତାନର ସ୍ୱାସ୍ଥ୍ୟ, ଦୀର୍ଘାୟୁତା ଏବଂ ସଫଳତା ପାଇଁ ଭଗବାନ ଗଣେଶ ଏବଂ ଶିଶୁ ଦେବୀ ତଥା ଶାସକ ଦେବୀଙ୍କ ଆଶୀର୍ବାଦ ପ୍ରାର୍ଥନା କରିବା ପାଇଁ ଏକ ପରିବାରରେ ପୂଜା କରାଯାଏ। ପରିବାରର ପିତାମାତା କିମ୍ବା ଗୁରୁଜନମାନେ ପୂଜା କରିବା ପୂର୍ବରୁ ଉପବାସ ପାଳନ କରନ୍ତି। ଦେବତାମାନଙ୍କୁ ମୌସୁମୀ ଫଳ, ଚାଉଳ ଏବଂ ନଡ଼ିଆ ସମେତ ବିଶେଷ ଉତ୍ସର୍ଗ କରାଯାଏ। ଏହି ପର୍ବରେ ଏଣ୍ଡୁରି ପିଠା, ଏହା ହେଉଛି ପ୍ରଥମାଷ୍ଟମୀଙ୍କ ସ୍ୱାକ୍ଷର ସୁସ୍ୱାଦୁତା। ଏହା ହଳଦୀ ପତ୍ରରେ ଗୁଡ଼ାଇ ମିଠା, ନଡ଼ିଆ ଏବଂ ଛେନାରେ ଭରପୁର ଚାଉଳ ଚୂନା ବାନ୍ଧି ତିଆରି କରାଯାଏ। କଦଳୀ ପତ୍ରର ସୁଗନ୍ଧ ଶୁଦ୍ଧ ଏବଂ ଶୁଭ ବୋଲି ବିବେଚନା କରାଯାଏ। ଅନ୍ୟାନ୍ୟ ସୁସ୍ୱାଦୁ ଖାଦ୍ୟ ପୁରୀ, କ୍ଷୀରି ଏବଂ ଖିଚିଡ଼ି, ମିଠା ଭଳି ପାରମ୍ପରିକ ଓଡ଼ିଆ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରାଯାଏ। ଜ୍ୟେଷ୍ଠ ସନ୍ତାନ ପିତାମାତା, ଜେଜେବାପା ଏବଂ ପରିବାରର ଅନ୍ୟ ବୟସ୍କମାନଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରନ୍ତି। ସେମାନଙ୍କୁ ନୂତନ ପୋଷାକ, ଅଳଙ୍କାର କିମ୍ବା ଛୋଟ ଉପହାର ସହିତ ମଧ୍ୟ ଉପସ୍ଥାପିତ କରାଯାଏ। ଶୁଭତା ଏବଂ ସୁରକ୍ଷାକୁ ପ୍ରତୀକ କରି ସେମାନଙ୍କ କପାଳରେ ଏକ ତିଲକ ପ୍ରୟୋଗ କରାଯାଏ। ପରେ ନକାରାତ୍ମକକୁ ହଟାଇବା ପାଇଁ ଏକ ସମୃଦ୍ଧିକୁ ଆକର୍ଷିତ କରିବା ପାଇଁ ପୂଜା ଅଞ୍ଚଳରେ ଏବଂ ଘରେ ଗୋଟାଏ ଦୀପ ଜଳାଯାଏ। କେତେକ କ୍ଷେତ୍ରରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଲୋକ ସଙ୍ଗୀତ ଏବଂ ନୃତ୍ୟ ପ୍ରଦର୍ଶନ ଉତ୍ସବର ଏକ ସମ୍ପ୍ରଦାୟ ଉତ୍ସବ ଭାବରେ ଆୟୋଜିତ ହୋଇଥାଏ। ମନ୍ଦିର ଏବଂ ସମ୍ପ୍ରଦାୟର ସମାବେଶରେ ସ୍ୱତନ୍ତ୍ର ରୀତିନୀତି ଏବଂ ନୈବେଦ୍ୟ କରାଯାଏ। ଭୁବନେଶ୍ୱରର ପ୍ରଭୁ ଲିଙ୍ଗରାଜ ମନ୍ଦିର ଏହି ଦିନ ମହାନ ଉତ୍ସବ ପାଇଁ ଜଣାଶୁଣା। ଏହି ରୀତିନୀତି ପାଳନ କରି ପରିବାରର ସଦସ୍ୟମାନେ କେବଳ ପରମ୍ପରାକୁ ସମର୍ଥନ କରନ୍ତି ନାହିଁ, ବରଂ ସେମାନଙ୍କର ବନ୍ଧନକୁ ଦୃଢ଼ କରନ୍ତି ଏବଂ ସେମାନଙ୍କ ପିଲାମାନଙ୍କ ପାଇଁ କୃତଜ୍ଞତା ଜଣାନ୍ତି। ଏହି ଦିନ ପାରିବାରିକ ପ୍ରେମ, ଆଶୀର୍ବାଦ ଏବଂ ସାଂସ୍କୃତିକ ଗର୍ବକୁ ଦର୍ଶାଏ। ଜୟ ଜଗନ୍ନାଥ।